ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ଆଜି ଆମେ ଗୋପବନ୍ଧୁଙ୍କର ରଚିତ ବନ୍ଦୀର ବିରହ କଥା କବିତାଟାକୁ ପଢିବାକୁ ଯାଉଛେ। କବିଙ୍କୁ ଟିକେ ସମ୍ପୂର୍ଣ୍ଣ ଆଲୋଚନା କରିବା। କବିତାରେ ଟିକେ ସମ୍ପୂର୍ଣ୍ଣ ଆଲୋଚନା କରିବା, ପ୍ରତି ଶବ୍ଦର ଅର୍ଥ ଦେଖିବା ଏବଂ ଖୁବ ସରଳ ପ୍ରାଞ୍ଜଳ ଭାବରେ ବୁଝିବା। ପରନ୍ତୁ ପ୍ରଥମେ କବିଙ୍କୁ ଟିକେ ଅତି ପାଖରୁ ଜାଣିବା। ଦେଖ, ଗୋପବନ୍ଧୁ ଦାସଙ୍କର ବିଷୟରେ କିଛି ଜାଣିବା, ତାପରେ ପିଲେ ଆମେ କବିତା ଉପରକୁ ଆସିବା। ବୁଝିପାରିଲା? ଭିଡିଓଟାକୁ ଶେଷ ଯାଏ ନିଶ୍ଚୟ ଦେଖିବ, ସମସ୍ତଙ୍କ ସହିତ ଟିକେ ସେୟାର କରିଦବ। ଆଉ ଯଦି ଭିଡିଓଟାକୁ ସବସ୍କ୍ରାଇବ କରିନାହ, এই ଚ୍ୟାନେଲକୁ ସବସ୍କ୍ରାଇବ କରିନାହ, ତାହେଲେ ପାଖେ ଥିବା ସବସ୍କ୍ରାଇବ ବଟନ କ୍ଲିକ କରିକି ଠିକ ଅଛି ଭଲ ଭାବେ ରଖିଦେଇଥିବ। ଦେଖ ପିଲେ କଣ ରହିଛି ପଦ୍ୟ, ଯାହା ତମର ବନ୍ଦୀର ବିରହ ବ୍ୟଥା। ସାହିତ୍ୟ ଜ୍ୟୋତି ବହିର ତୃତୀୟ କବିତା। ଏବଂ ଆମେ ଦେଖିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରକୃତରେ ଉତ୍କଳର ମଣି ଥିଲେ ଏବଂ ସେ ଜନ୍ମ ହୋଇଥିଲେ କେଉଁଠି ନା ଜନ୍ମ ସ୍ଥାନ ଥିଲା ସୁଆଣ୍ଡୋ, ସାକ୍ଷୀ ଗୋପାଳ ନିକଟରେ। ଯଦି ଆମେ କହିବା ସାକ୍ଷୀ ନିକଟବର୍ତ୍ତୀ ସୁଆଣ୍ଡୋ ଗ୍ରାମ, ପୁରୀ ଜିଲ୍ଲାର। ବୁଝିପାରିଲା? 1877 ମସିହା ଅକ୍ଟୋବର 9 ତାରିଖରେ ସେ ଜନ୍ମଗ୍ରହଣ ହୋଇଥିଲେ। 1877 ମସିହା ଅକ୍ଟୋବର 9 ତାରିଖରେ ତାଙ୍କର ଜନ୍ମ। ଏବଂ ସିଏ ଆମ ଓଡ଼ିଆ ସାହିତ୍ୟକୁ କଣ କଣ ଭେଟି ଦେଇଛନ୍ତି? ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା। এই ଯେଉଁ ବନ୍ଦୀର ବିରହ ବ୍ୟଥା, ଏବଂ ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୁ ମହାତ୍ମା ଭଳି ଏବଂ ସତ୍ୟବାଦୀ। ତମେମାନେ ମଧ୍ୟ ଜାଣିଥିବ ପିଲେ, ସତ୍ୟବାଦୀ ପତ୍ରିକା ଏବଂ ସମାଜର ସମ୍ପାଦକ ଓ ପ୍ରତିଷ୍ଠିତା ଥିଲେ। ସତ୍ୟବାଦୀ ସମ୍ପାଦକ, ସମାଜର ପ୍ରତିଷ୍ଠାତା ଥିଲେ। 1915 ମସିହାରେ ସତ୍ୟବାଦୀ ପତ୍ରିକାକୁ ପ୍ରକାଶ କରିଥିଲେ ଏବଂ ସମାଜକୁ ପ୍ରତିଷ୍ଠା କରିଥିଲେ 1919 ମସିହାରେ। ଆମେ ସେମିତି ଜାଣିଛେ। ତାପରେ ଦେଖ ପିଲେ କଣ ନା, ଉତ୍କଳର ମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶାର ନବନିର୍ମାତା। ଖଣ୍ଡିତ ଉତ୍କଳର ଭୂମିକୁ ଏକତ୍ର ଓଡ଼ିଆ ଭାଷାଭାଷୀ ମାନଙ୍କୁ ଏକାଠି କରିପାରିବେ। ସେ ଆଗୁଆ ଥିଲେ, ଏକାଠି କରିବାରେ ସେ ଆଗୁଆ ଥିଲେ ଏବଂ ଆଧୁନିକ ଓଡ଼ିଶାର ନବନିର୍ମାତା। ଆମେ ଯେଉଁ ଉତ୍କଳର ଦେଖୁଛେ, ତାର ସେଇ ନିର୍ମାତା। ଓଡ଼ିଶାର ଶିକ୍ଷା କହିବା, ଶିକ୍ଷାର ବିକାଶ ପାଇଁ ସେ ସତ୍ୟବାଦୀ ବନ ବିଦ୍ୟାଳୟ କରିଥିଲେ। ବୁଝିପାରିଲା? ସାହିତ୍ୟ କଥା କହିବି, ଓଡ଼ିଆ ସାହିତ୍ୟକୁ ତ କେତେ କଣ ବିକି ଦେଇଛନ୍ତି। କବିତା, ସମାଜ କଥା କହିବା, ସତ୍ୟବାଦୀ କଥା କହିବା, କାର କବିତା, ବନ୍ଦୀର ବିରହ ବ୍ୟଥା, ବନ୍ଦୀର ଆତ୍ମକଥା, ଏସବୁ ବିଭିନ୍ନ ସାହିତ୍ୟରେ ମଧ୍ୟ ତାଙ୍କର ଭୂମିକା ବହୁତ ଥିଲା। ତା ସହିତ ସମାଜର ପୁନର୍ଗଠନ, ଓଡ଼ିଶାରେ ଓଡ଼ିଆ ଭାଷାର ବିକାଶ କରିବା, ଓଡ଼ିଶାର ଯୁବ ମାନଙ୍କୁ ତାଲିମ ଦେଇ ଏକ ଶକ୍ତିଶାଳୀ ଜାତି ଗଠନ କରିବା। ବୁଝିପାରିଲା? ରାଜନୀତି କ୍ଷେତ୍ରରେ ମଧ୍ୟ ଉତ୍କଳ, ଆମେ ଯଦି ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନ କିଏ କରିଥିଲେ କି? ଆମେ ଯଦି ଜାଣିଛେ ଗୋପବନ୍ଧୁ ଦାସ ଗଠନ କରିଥିଲେ। ପ୍ରଥମ ସତ୍ୟବାଦୀ ଥିଲେ ନାଇଁ? ତାହେଲେ ଏଇଭଳି ଭାବରେ
ଯେତେବେଳେ ଓଡିଶାର ପ୍ରଥମ କରି 1920 ମସିହା କଂଗ୍ରେସ କମିଟି ଗଠନ ହେଲା, କିଏ କରିଥିଲେ? ଗୋପବନ୍ଧୁ ବାବୁ କରିଥିଲେ। ଗୋପବନ୍ଧୁ ଥିଲେ ଏହାର ପ୍ରଥମ ସଭାପତି, ମନେ ରଖିଥା। ଏବଂ ସଂସ୍କୃତିର ଜଣେ ବଳିଷ୍ଠ ପୃଷ୍ଠ ପୋଷକ ହେଲା। ଦେଶ ପାଇଁ ଆତ୍ମ ବଳି ଦେବା ଥିଲା ତାଙ୍କର ଜୀବନର ଚରମ ଓ ପରମ ବ୍ରତ। ଦେଶ ପାଇଁ ଆତ୍ମବଳି ଦେବା, ଦେଶ ପାଇଁ ଅହରହ ଯିବା, ନିଶ୍ଚିନ୍ତ କରିବା, ତାଙ୍କର ଥିଲା ଜୀବନର ଚରମ ଆଉ ପରମ ବ୍ରତ। ସଦା ସର୍ବଦା ଓଡିଶାର ହିତ ପାଇଁ, ଓଡିଶାର ମଙ୍ଗଳ ପାଇଁ ଏବଂ ଦେଶ ପାଇଁ ବଳି ଦେବା ଥିଲା ତାଙ୍କର ଗୋଟିଏ ଗୋଟେ ପରମ ବ୍ରତ। ଏବଂ ଆମେ ସେମିତି ଜାଣିଛେ ପଞ୍ଚସଖା, ଓଡିଆ ସାହିତ୍ୟର ପଞ୍ଚସଖା, ଏବଂ ଆମେ ଯାହାକୁ କହୁଛେ ସତ୍ୟବାଦୀ ବକୁଳ ବନର ପଞ୍ଚସଖା ନୀଳକଣ୍ଠ ଦାସ, ହରିହର ଦାସ, ଆଚାର୍ଯ୍ୟ ହରିହର ଦାସ, କୃପା ସିନ୍ଧୁ ଏବଂ ଗୋଦାବରୀଶ ତଥା ଆମେ ଗୋପବନ୍ଧୁଙ୍କୁ ପଞ୍ଚସଖା ବୋଲି କହୁଛେ। ଏଇ ଯୋଉ ନୀଳକଣ୍ଠ ଆଉ ହରିହରଙ୍କ ସହଚର୍ଯ୍ୟରେ, ନୀଳକଣ୍ଠ ଆଉ ହରିହରଙ୍କ ସାହାଯ୍ୟରେ, ସହ ଯୋଗରେ କବି ଗୋପବନ୍ଧୁ ଏଇ ଯୋଉ କାମ ବା ଆମ ଓଡିଶାରେ ସେ ଶିକ୍ଷା, ସାହିତ୍ୟ, ସମାଜ, ରାଜନୈତିକ, ସଂସ୍କୃତିର ବିକାଶ କରିବାରେ ଅଧିକ ପ୍ରୋତ୍ସାହିତ କରିଥିଲା। ଏବଂ ଗୋପବନ୍ଧୁଙ୍କର ସାହିତ୍ୟ ମାନବିକତାର ସାହିତ୍ୟ, ଗୋପବନ୍ଧୁଙ୍କର ସାହିତ୍ୟ ମାନବିକତାର ସାହିତ୍ୟ। ଏଥିରେ ଆମେ ପ୍ରଥମ ପ୍ରଣୟନ ଗୋପବନ୍ଧୁ ସାହିତ୍ୟ ମଣିଷର କଥା କହେ, ମାନବିକତାର କଥା କହେ ଏବଂ ସ୍ୱଦେଶ ପ୍ରୀତି। ତାଙ୍କ ସାହିତ୍ୟରେ ମଧ୍ୟ ଆମେ ଦେଖୁଛେ ଦେଶ ପ୍ରୀତି ପାଇବା, ଭଲ ପାଇବା, ଦେଶକୁ ଭଲ ପାଇବା। ସେଇଥିପାଇଁ ତ ସେ କହିଥିଲେ ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାଛି ଚାଲି ଯାଆନ୍ତୁ ପିଠିରେ, ଦେଶ ସ୍ୱରରେ ଅଛି ଯେତେ ଗାଢ, ପରୁ ତହି ମୋର ମାଂସ ହାଡ। ବୁଝିପାରିଲା? ସ୍ୱଦେଶ ପ୍ରୀତି ତାଙ୍କ କବିତାର ମାଧ୍ୟମରେ ଆମେ ଦେଶ ପ୍ରୀତି, ଜାତୀୟ ସଂହତି ପାଇବା ଏବଂ ମାନବ ସମ୍ପ୍ରତି ମାନବ ସମ୍ପ୍ରତି ଏବଂ ମଣିଷକୁ ଭଲ ପାଇବା। ମଣିଷ ପଣିଆ, ତାଙ୍କ କବିତା ମାଧ୍ୟମରେ ମଣିଷ ପଣିଆ ମାନବିକତାର ସ୍ୱର ଆମେ ଦେଖିବାକୁ ପାଇବା। ତାହେଲେ ଆଲୋଚ୍ୟ ଆଜି ଯୋଉ ପାଠଟି ପଢିବା, ବନ୍ଦୀର ବିରହ ବ୍ୟଥା, ସେ ସମ୍ପର୍କେ ଆସ ସଂକ୍ଷେପରେ ଜାଣିବା। କବି ତାର ପୃଷ୍ଠଭୂମିକୁ ଯିବା, କଣ କାହା ଉପରେ ସେ କବିତାଟି ଲେଖିଛନ୍ତି ତ ଦେଖିପାରିଲେ। ମାନେ ଏଠି ତମମାନଙ୍କର ବନ୍ଦୀର ବିରହ ବ୍ୟଥା ସମ୍ପର୍କରେ, ବନ୍ଦୀର ବିରହ ବ୍ୟଥା ସମ୍ପର୍କରେ ଯଦି ଆମେ ଆଲୋଚନା କରିବା, ପିଲାମାନେ ଦେଖ, ଆମେ ସମସ୍ତେ ଜାଣିଛେ ମହାତ୍ମା ଗାନ୍ଧୀଙ୍କ ଡାକରରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ। ଏବଂ ଅସହଯୋଗ ଆନ୍ଦୋଳନ ଚୋରା ଚୋରି ଘଟଣା ପରେ ଆନ୍ଦୋଳନ ବନ୍ଦ ହେଇଥିଲା। ସେତେବେଳେ ବ୍ରିଟିଶ ସରକାର ବା ଇଂରାଜୀ ସରକାର ସମେତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ଭର୍ତ୍ତି କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଭର୍ତ୍ତି କରିଥିଲେ। ବହୁତ ତୁମ୍ବ ନେତା ମାନଙ୍କୁ ଜେଲରେ କାରବାରରେ କଣ କରିଥିଲେ? ଭର୍ତ୍ତି କରିଥିଲେ। ତେଣୁ ଏଇ ଯୋଉ ସଂଶିତ କବିତାଟି, ବନ୍ଦୀର ବିରହ ବ୍ୟଥା କବିତାଟି କାରା କବିତା ସଂକଳନରୁ ଆସିଅଛି। ଏବଂ ଯେତେବେଳେ ଗୋପବନ୍ଧୁ ଦାସ 1923ରୁ 1924 ମସିହା ହଜାରିବାଗ ଜେଲରେ ଥିଲେ, ସେତେବେଳେ ହଜାରିବାଗରେ ତାଙ୍କୁ ବନ୍ଦୀ କରାଯାଇଥିଲା। ସେଠି ସେ କବିତାଟିକୁ ଲେଖିଥିଲେ। ଯେତେବେଳେ ସେ ହଜାରିବାଗ ଜେଲରେ ଥିଲେ, ସେଇଠି ଦୁଇଟି କବିତା ଲେଖିଥିଲେ। ଗୋଟିଏ ହେଲା କାରା କବିତା, ଆଉ ଗୋଟେ ହେଲା ବନ୍ଦୀର ଆତ୍ମା କଥା। ବୁଝିପାରିଲା? ଆଉ ଅନେକ ଛୋଟ ଛୋଟ କବିତା, ଆଉ ଗୋଟିଏ କଥା ଥିଲେ ଛୋଟ ଛୋଟ କବିତା, ତାହା କାରା କବିତା ପୁସ୍ତକରେ ସ୍ଥାନିତ ହୋଇଛି। ବୁଝିପାରିଲା? ତେଣୁ ଆଜି ଆମେ ଯୋଉ ବନ୍ଦୀର ବିରହ ବ୍ୟଥା ପଢିବା, ତାହା ତାଙ୍କ କାରା କବିତା ପୁସ୍ତକରୁ ଆସିଅଛି। ଏବଂ 1923ରୁ 1924 ମସିହାରେ ହଜାରିବାଗ ଜେଲରେ ଗୋପବନ୍ଧୁ ବନ୍ଦୀ ଥିଲା ବେଳେ ସେ
ଏଇ କବିତାଟି ଲେଖିଥିଲେ ଏବଂ କେମିତି ଲେଖିଥିଲେ ନା କୌଣସି ଏକ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କି ଗୋପବନ୍ଧୁ ଭାବପ୍ରବଣ ହୋଇ ପଡିଥିଲେ। ଭାବପ୍ରବଣ ହୋଇ ଅସ୍ତକାଳୀନ ସୂର୍ଯ୍ୟ ଅସ୍ତ ହେଉଛନ୍ତି ଏବଂ ସୂର୍ଯ୍ୟଙ୍କର ବିଦାୟ ପରେ ବିରହ ପ୍ରାଣ ପୃଥିବୀର ମନୋଭାବକୁ ଗୋପବନ୍ଧୁ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନ କରିଛନ୍ତି। ବୁଝିପାରିଲେ ପିଲେ? ପ୍ରକୃତରେ ସେ ମଣିଷକୁ ଦେଖିଛନ୍ତି ସୂର୍ଯ୍ୟ ବିଦାୟ ହେଉଛନ୍ତି, ସୂର୍ଯ୍ୟ ଅସ୍ତ ହେଉଛନ୍ତି, କିନ୍ତୁ କାନ୍ଦୁଛି ପୃଥିବୀର ବିରହ ପ୍ରାଣକୁ ସେ ଲକ୍ଷ୍ୟ କରି ଏ କବିତା ଲେଖିଛନ୍ତି। କାହିଁକି ନା ପୃଥିବୀ ଆଉ ସୂର୍ଯ୍ୟ ଭିତରେ ବହୁତ ମାନେ ବିରହ ସମ୍ପର୍କ। ତେଣୁ ବିରହ ପୃଥିବୀ ଆଜି ବିରହ ପ୍ରାଣ ପୃଥିବୀ ତାର କଣ ମନୋଭାବ ରହିଛି, ସେଇ ମନୋଭାବକୁ ଦେଖି କବିତାଟି ଉପସ୍ଥାପନା କରାଯାଇଛି। ବୁଝିପାରିଲ? ମାନବୀୟ ଦୃଷ୍ଟିକୋଣରୁ ପ୍ରକୃତିକୁ ମନୁଷ୍ୟର ଆଖ୍ୟା ଦେଇଛନ୍ତି ଏବଂ ପ୍ରକୃତିଠାରେ ମନୁଷ୍ୟତ୍ୱ ବର୍ତ୍ତି କରିଦେଇ ସେ ଏହି କବିତାଟି ଲେଖିଛନ୍ତି। ଏବଂ ଦ୍ୱିତୀୟତଃ ପ୍ରିୟଜନ ମାନଙ୍କ ଠାରୁ ଅଲଗା ହୋଇ ରହିବାର ବ୍ୟକ୍ତିଗତ ବିରହ ବଦନ ମଧ୍ୟ ଉକ୍ତ କବିତାରେ ଉପସ୍ଥାପିତ ହୋଇଛି। ଏବଂ ପ୍ରିୟଜନ ଠାରୁ ଅଲଗା ହୋଇ ରହିବାର ବ୍ୟକ୍ତିଗତ ଅବଗତ ଏଠି ଗୋପବନ୍ଧୁ ଦାସ ପ୍ରିୟଜନ ମାନଙ୍କୁ ଛାଡି ଆସି ହଜାରିବାଗ ଜେଲରେ ସେପଟେ ସୂର୍ଯ୍ୟ ପୃଥିବୀକୁ ଛାଡି ଅସ୍ତ ହେଉଛନ୍ତି। ତେଣୁ ପ୍ରିୟଜନ ମାନଙ୍କଠୁ ଅଲଗା ହେଇ ଯେଉଁ ବ୍ୟକ୍ତିଗତ ବିରହ ଜାତ, ଯେଉଁ ଦୁଃଖ ଜାତ ହେଇଛି, ଯେଉଁ ବିଚ୍ଛେଦର ଯେଉଁ ଭାବନା ଜାତ ହେଇଛି, ସେଠି ଯେତେବେଳେ ଦେଖୁଛନ୍ତି ସୂର୍ଯ୍ୟଙ୍କୁ, ସୂର୍ଯ୍ୟ ଆଜି ପୃଥିବୀକୁ ଛାଡି ଚାଲି ଯାଉଛି। ମୁଁ ମଧ୍ୟ କେମିତି ବହୁତ ଦୂରରେ ଆଜି ମୋ ପ୍ରିୟଜନ ମାନଙ୍କୁ ଛାଡି, ମୁଁ ଉତ୍କଳବାସୀକୁ ଛାଡି, ମୁଁ ଓଡିଶାଟାକୁ ଛାଡି ମୁଁ ଆଜି ଏଠି ବନ୍ଦୀ ହେଇକି ଏଇଠି ଦେଖିଛନ୍ତି। ତାହେଲେ ପ୍ରଥମ କଥା ଦେଖ ପିଲେ, ସେ କଣ ଲେଖିଛନ୍ତି ନା ସୂର୍ଯ୍ୟ ଆଉ ପୃଥିବୀ ବା ପ୍ରକୃତିରେ ମାନବୀୟ ଦୃଷ୍ଟିରୁ ବିଚାର କଲେ ଏବଂ ଆଉ ଗୋଟେ କଥା ଦେଖିଲେ, ପ୍ରିୟଜନ ମାନଙ୍କ ଠାରୁ ଯେଉଁ ବ୍ୟକ୍ତିଗତ ଯେଉଁ ବିରହ ବିଚ୍ଛେଦ, ତେଣୁ ଏଠି ଆମେ କଣ ଦେଖୁଛେ, ବାହ୍ୟ ପ୍ରକୃତି ଗୋଟେ ହେଲା, ବାହ୍ୟ ପ୍ରକୃତି ସୂର୍ଯ୍ୟ ଚାଲି ଯାଉଛନ୍ତି, ଆଉ ଗୋଟେ ହେଲା ନିଜ ଅନ୍ତ ପ୍ରକୃତି, ନିଜ ଭିତରେ ଯେଉଁ ବିରହ ବେଦନା ସେ ଏଇଥିରେ ସମନ୍ୱିତ କରିଛନ୍ତି। ଯେଉଁ କବିତାଟି ଅତ୍ୟନ୍ତ ମର୍ମସ୍ପର୍ଶୀ ହେଉଛି। ଆସ ଆଲୋଚନା କରିବା। କବିତାଟି ଅଛି ପ୍ରାଞ୍ଜଳ ଭାବରେ, ପ୍ରତି ଧାଡି ଧାଡି ବୁଝିବା ଏବଂ ପିଲେ ଖାତା ଧରି ସମସ୍ତେ ବସିଥା, ଯେଉଁଠି କ୍ଲେଶ ଶବ୍ଦ ଆସିବ ତାକୁ ଲେଖି ନବ। ତେବେ ଦେଖ ପିଲେ କଣ ଅଛି ନା ପଦ୍ୟ ବନ୍ଦୀର ବିରହ ବ୍ୟଥା, ରଚୟିତା ଗୋପବନ୍ଧୁ ଦାସ, ଉତ୍କଳର ମଣି ଗୋପବନ୍ଧୁ ଦାସ। ଦେଖ ପିଲେ, ପଦ୍ୟ ବନ୍ଦୀର ବିରହ ବ୍ୟଥା, ରଚୟିତା ଗୋପବନ୍ଧୁ ଦାସ, ଉତ୍କଳର ମଣି ଗୋପବନ୍ଧୁ ଦାସ। ଉତ୍କଳର ମଣି ଗୋପବନ୍ଧୁ ଦାସ। ଦେଖ କଣ କହୁଛନ୍ତି,